ଜର୍ସିଟା ଦେଇଛନ୍ତି କି କିଛି ଲୋକ ମତେ କଲ୍ କରିବି ମାଗିଲେଣି ପଇସାରେ କିଣିବେ ବୋଲି। ଆଉ ସେ ଜର୍ସିଟା ଗୋଟେ ପଞ୍ଜାବର ଭାଇ ଫାଷ୍ଟ ମାଗିଥିଲେ 1,10,00,000 1,10,00,000 ତ ଆଉ ଜଣେ ଭାଇ ରାଜସ୍ଥାନର ତାଙ୍କେ ବି ମାଗିଛନ୍ତି 2 କରୋड़ କୁ। ଏବେ କାଲି ରାତିରେ ଜଣେ ଭାଇ ଫୋନ କରିଥିଲେ ୟୁପି ର, ତାଙ୍କେ ଦୁବାଇରେ ରହୁଛନ୍ତି, ତାଙ୍କେ 3 କରୋड़ କୁ ମାଗିଛନ୍ତି। ଭାଇ ସେଟା ବିକ୍ରି କରିବିନି, ସେଟା ମୋର ସ୍ମୃତି ଆଉ ବହୁତ ଗୁଡାଏ ଲୋକମାନଙ୍କ ସହ ମିଶିଛି, ତ ସେଇଟା ମୋର ଆକ୍ଚୁଆଲି ସେ ମୁଭମେଣ୍ଟ ସେଇଟା ମୁଁ କେବେ ବିକିନି, ମୁଁ ମଲା ଯାଇ ମୋ ପାଖରେ ରଖିବି। ଆଉ ମାଇକା ଭାଉଜ ବି ମତେ ଗୋଟେ ଦେଇଛନ୍ତି 1.8 ର ସୁଜ ଆଉ ତାଙ୍କ ଥ୍ରୋରୁ, ଆଉ ଗୋଟେ ମତେ ୱାଚ୍ ଦେଇଛନ୍ତି ହାର୍ଦିକ ଭାଇ। ହାର୍ଦିକ ମାଇକା ଭାଉଜଙ୍କ ବାହାଘର ଆପଣ ଯିବେ କି ନାହିଁ? ତାଙ୍କେ ତ ଗଣେଶ ପୂଜାକୁ ଡାକିଛନ୍ତି ତାଙ୍କ ଘରକୁ, ନିଶ୍ଚୟ ଯିବି ତାଙ୍କ ଗଣେଶ ପୂଜାକୁ। ଆଉ ତାଙ୍କ ନମ୍ବର ବି ଦେଇଛନ୍ତି, ମହେନ୍ଦ୍ର ଭାଇଙ୍କର ବି ନମ୍ବର ଦେଇଛନ୍ତି, ଯେତେବେଳେ କିଛି ହେଲ୍ପ ଦରକାର ହବ ତ ବଡ ଭାଇ ଭଳିଆ ମୁଁ ଅଛି, ଆଉ ସବୁବେଳେ ହେଲ୍ପ ବି କରିବାକୁ କହିଛନ୍ତି। ହଁ, ମୁଁ ଯୋଉଦିନ ଗାଡିରେ ବସିଲି ସେଇଦିନ ଫୋନ କରିଥିଲେ, ଆଉ ଯେତେବେଳେ ଘରକୁ ପହଞ୍ଚିଲି ସେଇଦିନ ବି କଲ୍ କରିଥିଲେ, ମମିଙ୍କ ସହ ବି କଥା ହେଇଥିଲି। ନେକ୍ସଟ ପ୍ଲାନ୍ କାହା ପାଖକୁ ଯିବା ପାଇଁ? ନେକ୍ସଟ ପ୍ଲାନ୍ ଗୋଟେ ଅଛି, ଗୋଟେ ବହୁତ ବଡ ଲୋକଟେ ଆଉ ମାନେ ବହୁତ ଭଲ ଲୋକଟେ, ଆଉ ରିଲିଜ ହେଇନି, ରିଲିଜ ବହୁତ ଜଲ୍ଦି ହବ। ଆପଣ ବିରାଟ କୋହଲି ସହିତ ମିଶିଥିଲେ, ହାର୍ଦିକ ପାଣ୍ଡ୍ୟା ସହିତ ମିଶିଲେ, କିଏ ବାସ୍ତବରେ ଟିକେ ଭଲ ଲୋକ, କିଏ ଜେଣ୍ଟେଲ ଜେନ୍ୟୁଇନ୍ ଲୋକ? ସମସ୍ତେ ଭଲ, କିନ୍ତୁ ମୁଁ କହିବା ମାନେ ମତେ ଭଲ ଲାଗେ ହାର୍ଦିକ ଭାଇ, ଆଉ କିନ୍ତୁ ସମସ୍ତେ ଭଲ, କିଏ ବି ବିରାଟ କୋହଲି ଦେଇଥିଲେ 20,000 ଯୋଉ କି ଦିଲ୍ଲୀରେ, ତ ତାଙ୍କ ସହ ବି ମିଶିଥିଲି। ଆଉ ଏବେ ହାର୍ଦିକ, ଆକ୍ଚୁଆଲି ମୁଁ ଯୋଉ ଜାଗାକୁ ଯାଇଥିଲି ବିସିଏସି ସେଣ୍ଟର, ସେ ଭିତରେ ସମସ୍ତେ ରୁହନ୍ତି ନା, ହାର୍ଦିକ ପାଣ୍ଡ୍ୟା, ଧୋନି ସବୁ କ୍ରିକେଟର ରୁହନ୍ତି। ମୁଁ ଦେଖିଲି ସେ ଭିତରେ କୁଲଦୀପ କୁ ଆଉ ବରୁଣ ଚକ୍ରବର୍ତ୍ତୀଙ୍କୁ ସମସ୍ତଙ୍କୁ ଦେଲା, ଗୋଟେ ଲେଡିଜ ର କ୍ରିକେଟର କୁ ଦେଖିଲି, ଯୋଉମାନେ ଇଞ୍ଜର ହୁଅନ୍ତି, ଯୋଉମାନଙ୍କ ଗୋଡ, ଏବେ ବି ହାର୍ଦିକ ଭାଇଙ୍କ ତାଙ୍କର ଗୋଡ ମାଡ଼ ହେଇଯାଇଛି, ତ ତାଙ୍କେ ପଦକ୍ଷେପ ନେଇଛନ୍ତି କି ଏବେ ଯୋଉ 2027 ରେ ଗୋଟେ ମ୍ୟାଚ୍ ହବ ସେଇଟାକୁ ଜିତିବା ପାଇଁ ଚାହୁଁଛନ୍ତି, ତ ସେଥିପାଇଁ ତାଙ୍କେ କହିଛନ୍ତି, ସେଥିପାଇଁ ସିଫ୍ଟ ହେଇଛନ୍ତି ବେଙ୍ଗଲୋର। ଫାଇନାନ୍ସିଆଲି ଅର୍ଥ ରାଶି ହାର୍ଦିକ ପାଣ୍ଡ୍ୟା ଦେଲେନି? ନା ନା, ସେଇଟା ଦେଇନାହାନ୍ତି। ଆଉ ତାଙ୍କେ ଆକ୍ଚୁଆଲି ତାଙ୍କେ 50,000 ଟଙ୍କା ଦଉଥିଲେ, ମୁଁ କହିଲି ମନା କଲି ତାଙ୍କୁ, ଆଉ ମୁଁ କହିଲି ସାର୍ ମୁଁ ବାସ୍ ଆପଣଙ୍କ ସହ ମିଶିବା ପାଇଁ ଆସିଛି, ତ 2-3 ଥର ମତେ କହିଲେ ନିଅ ବୋଲି, ମୁଁ ମନା କଲି, ତ ସେଥିପାଇଁ କହିଲେ ମୋ ତରଫରୁ ତାଙ୍କୁ ୱାଚ୍ ଗୋଟେ ଦେଲେ। ଓଡିଶାର ବିଷୟରେ କଣ କହିଲେ, କେମିତି ଓଡିଶା ଲୋକ ତାଙ୍କୁ ଭଲ ପାଆନ୍ତି? ହଁ, ମତେ କହିଲେ ବି, ଆଉ ଓଡିଶା ବିଷୟରେ ବି ମୁଁ ତାଙ୍କୁ କହିଲି, ଆଉ ଯେତେବେଳେ ତାଙ୍କ ମୁଁ ଗାଡିରେ ବସିଲି ତ ସେ ଗାଡିରେ ବି ଜଗନ୍ନାଥ ଜୀଙ୍କ ଗୀତ ବି ଲାଗିଥିଲା, ଆଉ ତାଙ୍କେ ବି ଯେତେବେଳେ ତାଙ୍କ ଗାଡିରେ ବସିଲି ଆଉ ଯେତିକି ତାଙ୍କେ ସବୁ ହନୁମାନ ଚାଳିଶା ଗୀତ ଲଗାନ୍ତି, ଆଉ ଯୋଉ ଦିନ ମୁଁ ଗାଡିରେ ବସିଲି ସେଦିନ ଚକା ନୟନ ଜଗନ୍ନାଥ ଗୀତ ଲଗେଇଥିଲେ। ଗୋଟେ ଭାଇରାଲ ହଉଛି, ଆପଣଙ୍କୁ ଗୋଟେ ସୁ ମିଳିଛି 1.5 କୋଟି ଟଙ୍କାର, ଯାହାକି ବିରାଟ କୋହଲି ଗୋଟେ ସୁ, ସେଟା ସତ ନା? 1.5 କୋଟି ନାହିଁ, ଆକ୍ଚୁଆଲି ସେଟା 1.5 ଲକ୍ଷ ସେ ସୁଟା ମତେ ମାଇକା ଭାଉଜ ଦେଇଛନ୍ତି, କିନ୍ତୁ ସେଇ 1.5 ଲକ୍ଷର ସୁଜ ରେ ହାର୍ଦିକ ପାଣ୍ଡ୍ୟାଙ୍କ ବି ବିରାଟ କୋହଲିଙ୍କ ବି ସାଇନ୍ ଅଛି, ଆଉ ହାର୍ଦିକ ପାଣ୍ଡ୍ୟା ବି ସାଇନ୍ କରିଛନ୍ତି, ଆଉ ମାଇକା ମ୍ୟାଡମ ବି ସାଇନ୍ କରିଛନ୍ତି, ସେଇଟା ବି ମାଗିଛନ୍ତି, ବହୁତ ଗୁଡା ଲୋକମାନେ ମାଗୁଛନ୍ତି, ବଟ୍ ସେଟା ସବୁ ମୋ ସ୍ମୃତି ହିସାବରେ ରହିବ ମୋ ପାଖରେ ସବୁଦିନ ପାଇଁ। ହାର୍ଦିକ ପାଇଁ ନତାଶା ଭାଉଜ ଭଲ ଥିଲେ ନା ମାଇକା ଭାଉଜ ଭଲ ଅଛନ୍ତି? ମତେ ତ ମାଇକା ଭାବି ହିଁ ଭଲ। ହଁ, ନତାଶା ମତେ ମାଇକା ଭାବି ହିଁ ଭଲ। ଭାଇ ବହୁତ ଖୁସି ଲାଗୁଛି, ଆଉ ଯୋଉଠିକି ମୁଁ ସାଇକେଲରେ ଯାଇଥିଲି ହାର୍ଦିକ ପାଣ୍ଡ୍ୟାକୁ ଦେଖା କରିବା ପାଇଁ, ଆମର ଟୋଟାଲ 1% ବି ଭରସା ନଥିଲା କି ମୁଁ ହାର୍ଦିକ ଭାଇଙ୍କ ସହ ଦେଖା ହେବି ବୋଲି, ଆଉ ବହୁତ ଖୁସି ଅଛି ତାଙ୍କ ସହ ମିଶିକି, ଆଉ ଯେତିକି ଟାଇମ ଦେଇଛନ୍ତି ମୋ ପାଇଁ ବହୁତ ମୂଲ୍ୟବାନ, ମୁଁ ଭାବିନଥିଲି ହଁ 2-3 ମିନିଟ୍ ଦେବେ, କିନ୍ତୁ 2 ଦିନ ମତେ ଟାଇମ ଦେଇଛନ୍ତି, ଆମେ ବହୁତ ଖୁସି ଅଛି। ଆକ୍ଚୁଆଲି ଏଇଟା ଭାଇ ମୋର ଗୋଟେ ଫ୍ୟାସନ, ଯିଏ ଟ୍ରେଣ୍ଡ ରେ ଆସେ ମୁଁ ସାଇକେଲରେ ତାଙ୍କ ପାଖକୁ ଦେଖା କରିବାକୁ ଯାଏ, ଆଉ ଯେମିତି କି ଏବେ ଆପଣମାନେ ସମସ୍ତେ ଜାଣନ୍ତି ହାର୍ଦିକ ଭାଇଙ୍କୁ ଟିମ ରୁ କାଢି ଦେଇଛନ୍ତି, ଆଉ ଆକ୍ଚୁଆଲି ମୁଁ ଏଇଟା ମୋର ଆଗରୁ ମନରେ ବି ଥିଲା ହାର୍ଦିକ ଭାଇଙ୍କ ସହ ଦେଖା ହେବା ପାଇଁ, 2025 ଯେତେବେଳେ ଯାଇ କାନ୍ଦିଥିଲି T20 ଟାଇମରେ, ତ ସମୟ ହେଇନଥିଲା, ତ ଏବେ ବାହାରିଥିଲି ହାର୍ଦିକ ଭାଇଙ୍କ ସହ ଦେଖା କରିବା ପାଇଁ, ଆଉ ଦେଖା ହେଇକି ଆସିଛି। ଆକ୍ଚୁଆଲି ଭାଇ କଣ କହିବି, ଏବେ ପର୍ଯ୍ୟନ୍ତ 5ଟା 6ଟା ପଛରେ ଘା ହେଇଛି, 2ଟା ଆହୁରି ଅଛି, କଣ କହିବି। ଆଉ ଭାଇ ମାନେ ଆକ୍ଚୁଆଲି ମୁଁ ବାହାରିଥିଲି 12 ଦିନ ଜୟଦେବ ଭବନରୁ ହିଁ ବାହାରିଥିଲି, ସମସ୍ତ ଜର୍ଣ୍ଣାଲିଷ୍ଟ ଭାଇଙ୍କ ସହ ମିଶିକି କଥା ହେଇକି, ତ ଏଇଠୁ ମୁଁ ବାହାରିଥିଲି, ଯୋଉଠିକି ବେଙ୍ଗଲୋର ଯାଇଥିଲି, ମୁଁ ମୁମ୍ବାଇ ଯାଉଥିଲି ସାଇକେଲରେ, କିନ୍ତୁ ଯିଏ ତାଙ୍କର ଭାଉଜ ଅଛନ୍ତି ମାଇକା ଭାଉଜ, ତାଙ୍କେ ମତେ ମେସେଜ କଲେ କି କମେଣ୍ଟ କଲେ କି ତମେ ବେଙ୍ଗଲୋର ଆ ଯାଅ, ମୁମ୍ବାଇ में हम नहीं है, ତ ମୁଁ ପଳେଇଥିଲି ବେଙ୍ଗଲୋର, ଆଉ ବେଙ୍ଗଲୋରରେ ବିସିସିଆଇ ସେଣ୍ଟରରେ ଦେଖା ହେଲି, ଆଉ ତାଙ୍କ ଘରକୁ ବି ଯାଇଥିଲି। ନାଇଁ, ଆକ୍ଚୁଆଲି ବହୁତ ଗୁଡାଏ ଲୋକମାନେ ଅଛନ୍ତି କି ଭାଇ ତମେ ଟ୍ରକ ରେ ବସ ରେ ପଳଉଛନ୍ତି, ତ ମୁଁ ସମସ୍ତଙ୍କୁ ଏଇ ଜର୍ଣ୍ଣିଟା କହିବି, ମୋ ରାସ୍ତାରେ ଯେତିକି ଲୋକ ମାନେ ଓଡିଆ ଲୋକମାନେ ଅଛନ୍ତି ଯେତିକି, ସମସ୍ତେ ରାସ୍ତାରେ ମୋ ସହ ଦେଖା ହେଇଛନ୍ତି, ଆଉ କିଛି ଟ୍ରକ ବାଲା ମାନେ ମାଛ ନେବାକୁ ଯାଉଛନ୍ତି, ସମସ୍ତେ ମୋ ସହିତ ଦେଖା ହେଇଛନ୍ତି, ବସ୍ ଓଡିଆ ବସ୍ ବି ସମସ୍ତେ କଥା ହେଇଛନ୍ତି, ମୁଁ ତାଙ୍କ ସହିତ ଭିଡିଓ ବି ବନେଇଛି କି ଭାଇ ଲୋକମାନେ କହୁଛନ୍ତି ମୁଁ ଟ୍ରକ ରେ ପଳଉଛି, ଆପଣ ତ ଦେଖିଛ ଗାଡି ନେଇକି ଯାଉଛ ମାଛ ଆଣିବା ପାଇଁ, ସମସ୍ତେ କହିଛନ୍ତି ବି। ହଁ, ମୋ ଦେହ ବି ଖରାପ ହେଇଯାଇଥିଲା ଏଇ ଜର୍ଣ୍ଣିରେ, ଆଉ ମୋ ଦେହ ଖରାପ ହେଇଯାଇଥିଲା କି
ମୁଁ ଯେତେବେଳେ ସାଇକେଲରେ ବର୍ଷା ଏଇ ଟାଇମଟା ବର୍ଷା ହଉଛି ବର୍ଷାରେ ମୁଁ 40 କିଲୋମିଟର ସାଇକେଲ ଚଲେଇଦେଲି ସେଥିପାଇଁ ମୋ ଦେହ ବି ଖରାପ ହେଇଯାଇଥିଲା। କେତେ କିଲୋମିଟର କାଟିବ? କିଏ କହୁଛି 1500, କିଏ କହୁଛି ନାଇଁ ନାଇଁ କିଏ କହୁଛି 1800 କିଏ କହୁଛି 1700 ଏଇଟା ସତ କିନ୍ତୁ ବେଙ୍ଗଲୋର ଟୋଟାଲ 1300 କିଲୋମିଟର ମୋର 12 ଦିନର ଜର୍ଣ୍ଣି ଥିଲା। ଆଜ୍ଞା। ହେଲା। କଣ କେତେ ଖୁସି ଲାଗିଲା ସେ ମୋମେଣ୍ଟ ଟା? ହଁ ଯେତେବେଳେ ବିସିସିଆଇ ଆକ୍ଚୁଆଲି ମୁଁ ତାଙ୍କେ ମତେ କହିଥିଲେ କି 4ଟା ବେଳେ ଆସିବା ପାଇଁ ବିସିସିଆଇ ଆଉ ବିସିସିଆଇ ମୁଁ ଯାଇଥିଲି ଯୋଉ ବିସିସିଆଇ ସେଣ୍ଟର ତାଙ୍କର ଗେଟ୍ ନମ୍ବର 3 କୁ ଆସିଥିଲି ଆଉ 3 ନମ୍ବରରେ ଯେତେବେଳେ ଏଣ୍ଟ୍ରି ହେଲା ସେତେବେଳେ ତାଙ୍କେ ଜିମ୍ କରୁଥିଲେ ଆଉ ତାଙ୍କ କୁକୁରକୁ ଅଣ୍ଟାରେ ବାନ୍ଧିକି ମାନେ ରନିଂ କରୁଥିଲେ। ତ ମୁଁ ଗଲି ଭିତରକୁ ଗଲା ପରେ ତାଙ୍କର ଯିଏ ମହେନ୍ଦ୍ର ପି ଅଛନ୍ତି ତାଙ୍କେ ମତେ ପୁରା ରୋଡ ଲାଇନ ଆଉ ଲୋକେସନ ସବୁ କିଛି ତାଙ୍କେ ହିଁ ମତେ କହିଥିଲେ ଆଉ ଯେତିକି ଚେକଅପ ହେଲା ଆଉ ପ୍ରୋଟୋକଲ ଚେକଅପ ହେଲା ଆଉ ଯେମିତି କି ତାଙ୍କେ ମୋ ମୋବାଇଲ ଆକ୍ଚୁଆଲି ଦେଖ କିଛି ଲୋକ ଅଛନ୍ତି କି ଆଜିକାଲି ମୋର ବି କପି କରୁଛନ୍ତି ଲୋକମାନେ ଆଉ ତାଙ୍କେ ଫାଷ୍ଟ ମୋ ଫୋନ ଚେକ୍ କଲେ ଫୋନ ର ମେପ୍ ଟା ଚେକ୍ କଲେ ଦେଖ ଏବେ ଯଦି କୋଉ ଗୋଟେ ଲୋକଟି ଯଦି ସାଇକେଲ ରେ ଓଡିଶାରୁ ହାଇଦ୍ରାବାଦ ପର୍ଯ୍ୟନ୍ତ ଯାଉଛି ଯଦି ତାର ପୁରା ମେପ୍ ରୁଟ ଟା ଦେଖ ମୁଁ ଯଦି ଏବେ ଭୁବନେଶ୍ୱରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ବସ ରେ ପଳେଇଲି ତାହେଲେ ସେ ମେପ୍ ରେ ସବୁ ଶୋ କରିଦବ କେତେ ସ୍ପିଡ ଯାଉଛି କେତେ ସ୍ପିଡ ତ ସେଇ ମେପ୍ ଆଉ ପର୍ଟିକୁଲାର ସବୁ କିଛି ଫଟୋ ମୋ ମୋବାଇଲ ସବୁ ଭିଡିଓ ସବୁ ଚେକ୍ କଲେ ତାପରେ ଯାଇକି ବିସିସିଆଇ ସେଣ୍ଟର ଭିତରକୁ ଛାଡିଲେ ସାଇକେଲରେ ଯାହା କିଛି ସାମାନ ତାପରେ ଭିତରକୁ ଛାଡିଲେ ହାର୍ଦିକ ଭାଇ ଆସିଲେ ତାଙ୍କୁ ମୁଁ ଜଗନ୍ନାଥ ମୂର୍ତ୍ତି ଦେଲି ସେଇ ଭିଡିଓ ବି ବହୁତ ଭାଇରାଲ ହେଇଛି। ଜଗନ୍ନାଥ ମୂର୍ତ୍ତି ଦେଖିଲା ପରେ ସେ କଣ କହିଥିଲେ? ଯେତେବେଳେ ଫାଷ୍ଟ ଆସିଲେ ମୁଁ ତାଙ୍କୁ ନମସ୍କାର କଲି ତାପରେ ମତେ ହକ୍ କଲେ ତାପରେ ଆସିଲେ ଡାଇରେକ୍ଟ ମୋ ସାଇକେଲ ଦେଖିଲେ ସାଇକେଲ ଦେଖିଲା ପରେ ସାଇକେଲରେ ଯୋଉ ଫଟୋ ଅଛି ଦେଖିଲେ କି ଏଇଟା T20 ର ଫଟୋ ଗୋଟେ ଫଟୋରେ ତାଙ୍କେ ହସୁଛନ୍ତି ଗୋଟେ ଫଟୋରେ କାନ୍ଦିଲା ଟାଇପ ର ଅଛନ୍ତି ମୁଁ କହିଲି ହଁ ଏଇଟା T20 ର ଫଟୋ ବହୁତ ବଢିଆ ତ ଦେଖାଯାଉଛି ସାଇକେଲ ପୁରା ଘୁରି ଘୁରି ଚାରିବାଟି ଦେଖିଲେ ସାଇକେଲ କୁ ଆଉ କହିଲେ ଏଇଟା ତମେ ଏଇ ସାଇକେଲ ରେ ପଳେଇ ଆସିଲ ଏଇଟା ପୁରା ନର୍ମାଲ ସାଇକେଲ ତାପରେ କହିଲେ କି ହଉ ठीक ଅଛି ତମେ ନୂଆ ସାइकेल आनिबा एमती कहले ମୁଁ କହିଲି नहीं सर बस आपसे मिल गया मेरे को अच्छा हुआ मेरे को साइकिल नहीं चाहिए मेरा तो यही साइकिल से ऑल इंडिया में घूमता रहता हूँ। ପଇସା ପାଇଁ ଯାଇଥିଲ ସବୁ ମାନେ ଗିଫ୍ଟ ଟ୍ରାନ୍ସଫର ଯାଇଥିଲ हाँ କଣ नहीं ତମକୁ ଦେଲେ ସେ? एक्चुअली ଲୋକମାନେ ସମସ୍ତେ କୁହନ୍ତି କି ତୁ ଖାଲି ମାନେ ପଇସା ପାଇଁ ଗିଫ୍ଟ ପାଇଁ ଯାଉଛୁ ନାଇଁ ଭାଇ ଏଇଟା ଆକ୍ଚୁଆଲି ମୋର ଫ୍ୟାସନ ଆଉ ଆକ୍ଚୁଆଲି କିଛି ଲୋକମାନଙ୍କ ସହ ମିଶିଲେ ତାଙ୍କେ କିଛି ମତେ ଗିଫ୍ଟ ଦେଲେ ଆଜିକାଲି ଲୋକମାନେ ସମସ୍ତେ କପି କରନ୍ତି କି ତାଙ୍କୁ ବି କିଛି ମିଳିଯିବ ଆଉ ମୁଁ ତାଙ୍କ ପାଇଁ ଆମ ଜଗନ୍ନାଥ ମହାପ୍ରଭୁଙ୍କ ମୂର୍ତ୍ତି ନେଇକି ଯାଇଥିଲି ତ ଯେତେବେଳେ ମୂର୍ତ୍ତି ତାଙ୍କୁ ଦେଲି ତା ଫାଷ୍ଟ ତାଙ୍କେ ଚପଲ କାଢିଲେ ସେଇ ଭିଡିଓ ବି ବହୁତ ଭାଇରାଲ ହେଇଛି ତ ତାଙ୍କେ ଘୁରି ଘୁରି 5 ମିନିଟ ଅନେଇଲେ ଆଉ ତାପରେ ଜଗନ୍ନାଥ ମୂର୍ତ୍ତି ବଳଭଦ୍ର ମୂର୍ତ୍ତି ସୁଭଦ୍ରା ମୂର୍ତ୍ତି ସେଇଟା ବି ଦେଇଥିଲି ତାପରେ ଆମର ସମ୍ବଲପୁରୀ ଗୋଟେ ଚାଦର ଦେଇଥିଲି ଆଉ ଆମର ଗଞ୍ଜାମର ପ୍ରସିଦ୍ଧ ଦଣ୍ଡଯାତ୍ରାର ଗୋଟେ ଚାଦର ଦେଇଥିଲି ଆଉ ଆମର ମା ତାରିଣୀଙ୍କ ଗୋଟେ ଶାଢୀ ନେଇକି ଯାଇଥିଲି ଯୋଉଟା କି ମାଇକା ଭାଉଜଙ୍କୁ ଦେଇଥିଲି। କଣ କହିଲେ ବ୍ରହ୍ମପୁର ବିଷୟରେ? ତାଙ୍କୁ କହିଲି କି ଯେତେବେଳେ ଏବେ କଣ ଗୋଟେ ଡିସେମ୍ବର ନା ଜାନୁଆରୀ ଗୋଟେ ଖେଳ ଅଛି ସେଇ ଖେଳରେ ତାଙ୍କେ ଆସିବେ ଭୁବନେଶ୍ୱର ଆସିଲେ ଫାଷ୍ଟ ପୁରୀ ଯିବେ ଆଉ ତାରାତାରିଣୀ ଯିବେ ମତେ ନେଇକି ଯିବେ କହିଲେ। ତମକୁ କଣ ଦେଲେ ସେ ରିଟର୍ନ ରେ? ତାଙ୍କେ ଆକ୍ଚୁଆଲି ଗୋଟେ ଜର୍ସି ଦେଇଛନ୍ତି ଯୋଉ ଜର୍ସିର ଦାମ ତ କିଏ ବି କହିପାରିବନି ତ ମୁଁ ବି କହିପାରିବିନି ସେ ଜର୍ସି